नमस्कार ओडिशावासी शुभ संध्या आज संध्या रही देश विदेश राज्यर 20टी गुरुत्वपूर्ण खबर जहां आपण माने केवल 10 मिनिट समय ही देखिपारे ता पूर्व आपण मान गोटे छोटिया अनुरोध प्रथम भिडियोटी को लाइक करी कमेंट रे आपण जिलार ना लिखिदेवे जहाँफल तुरंत आपण जिलार खबर पाइपर नुआ वर्ष में बदलुची 5टी नियम मुख्यमंत्री बड़ घोषणा राशन कार्ड भत्ता टंका सुभद्रा टंका एमती अनेक 20टी गुरुत्वपूर्ण खबर अच्छी चलतु कौन रही आज खबर ता नजर पकाइबा। नंबर 1 ଜାନୁଆରୀ 1 ଠାରୁ ଲାଗୁ ହେବ ୟୁପିଆଇ ସହିତ ନୂଆ ନିୟମ ଅଧିକ ଟଙ୍କା କରିପାରିବେ ଟ୍ରାନ୍ସଫର ତେବେ କୁହାଯାଉଛି ଜାନୁଆରୀ 1 ରେ ସବୁ କିଛି ନିୟମ ବଦଳିବା ପାଇଁ ଯାଉଛି ଏବେ ୟୁପିଆଇ ରେ ମଧ୍ୟ ଅଧିକ ଟଙ୍କା ଟ୍ରାନ୍ସଫର କରିପାରିବେ ଆରବିଆଇ ନିଷ୍ପତ୍ତି ନେଇଛି ଯେ ୟୁପିଆଇ 1 2 3 ପେ ରେ ଟ୍ରାନ୍ଜାକ୍ସନ ଲିମିଟ ର ପରିବର୍ତ୍ତନ କରାଯିବ ଭାରତୀୟ ରିଜର୍ଭ ବ୍ୟାଙ୍କ ଲିମିଟ ର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ତେବେ ୟୁଜର ମାନେ 1 2 3 ପେ କଣ ଜାଣିବା ଦରକାର ମଧ୍ୟ ଏହା ଏମିତି ଏକ ସର୍ଭିସ ଯେଉଁଥିରେ ୟୁଜର ମାନେ ବିନା ଇଣ୍ଟରନେଟ କନେକ୍ସନ ପେମେଣ୍ଟ କରିବାର ଅପସନ ମଧ୍ୟ ଦିଆଯିବ ଯାହା ଫଳରେ ଇଣ୍ଟରନେଟ ବିନା ମଧ୍ୟ ପଠେଇ ପାରିବେ ତେବେ ତା ସହିତ ମଧ୍ୟ ନୂଆ ବର୍ଷରେ ଆଉ କିଛି ଘୋଷଣା ଅଛି ଏବେ ଗ୍ୟାସ ଦର ବଢିବ କୁହାଯାଉଛି ଗ୍ୟାସ ଦର 54 ଟଙ୍କା ବଢିବା ପାଇଁ ସୂଚନା ମଧ୍ୟ ମିଳିଛି 18% ଜିଏସଟି ମଧ୍ୟ ଲାଗିବ ଯଦି ଆପଣ ମାନେ ପୁରୁଣା ଗାଡି କିଣୁଛନ୍ତି ସେକେଣ୍ଡ ହ୍ୟାଣ୍ଡ ଗାଡି କିଣୁଛନ୍ତି ଇଲେକ୍ଟ୍ରିକ ଭେହିକିଲ ହେଉ ଡିଜେଲ ବା ପେଟ୍ରୋଲ ଭେହିକିଲ ହେଉ 18% ଜିଏସଟି ଦେବାକୁ ପଡିବ ବୋଲି କୁହାଯାଉଛି ବଦଳିଲା ଢାଞ୍ଚା 24 ବର୍ଷର ଶଗଡ ଗୁଳାରୁ ବାହାରିଲା ପ୍ରଶ୍ନ ବିକଶିତ ଓଡିଶାର ସ୍ୱପ୍ନ ନେଇ ନୂଆ ପଥରେ ଆଗକୁ ବଢିଲେ ନୂଆ ସରକାର ସବୁକିଛି ଦେଖିବାକୁ ମିଳିଲା ଆଉ ବିଜେପି ସରକାର ଆସିଲା ପରେ ସବୁକିଛି ପରିବର୍ତ୍ତନ କରିଛି ଧାନ କୁଇଣ୍ଟାଲ 3100 ଟଙ୍କା କରିଛି ତା ସହିତ ସୁଭଦ୍ରା ଶକ୍ତି ବା ସୁଭଦ୍ରା ଯୋଜନା କରିଛି ତା ସହିତ ଓଡିଆ ଭାଷାରେ ଓଡିଆ ଶାସନ ମଧ୍ୟ ହେଉଛି ପ୍ରଶାସନିକ ଅଦଳ ବଦଳ ମଧ୍ୟ ହେଉଛି ଝଲସିବ ଶ୍ରୀମନ୍ଦିର ମଧ୍ୟ ତା ସହିତ ମଧ୍ୟ ରତ୍ନଭଣ୍ଡାର ଚାଲିଛି କାମ ଆଉ ରାସନ କାର୍ଡ ଇ କେୱାଇସି ହେବ ତା ସହିତ ନୂଆ ରାସନ କାର୍ଡ ମଧ୍ୟ ଦିଆଯିବ ଏବଂ ଭତ୍ତା ମଧ୍ୟ ବଢିଛି ଯାହା ହଜାର ଏବେ 3500 ଟଙ୍କା ମଧ୍ୟ ଭତ୍ତା ବଢିଛି ଏବଂ ନୂଆ ନା ନୂଆ ରଙ୍ଗ ମଧ୍ୟ ଆସିଛି ତେବେ ବିଜେପି ସରକାର ଆସିବା ପରେ ସବୁ କିଛି ପରିବର୍ତ୍ତନ ହେଉଛି ଆଉ ସରକାର ମଧ୍ୟ ଏ ନେଇକି ମହିଳାଙ୍କୁ ଆତ୍ମନିର୍ଭରଶୀଳ ଏବଂ ସଶକ୍ତିକରଣ କରିବା ପାଇଁ ବିଭିନ୍ନ ଦିଗରେ ଚିନ୍ତା ମଧ୍ୟ କରୁଛନ୍ତି ବର୍ଷର ଶେଷ ରାତିରେ ଧୁମଧାମରେ ପାଳନ ହେବ ଜିରୋ ନାଇଟ୍ ସେଲିବ୍ରେସନ 12ଟା ବାଜିବା ମାତ୍ରେ ପୁରା ଦମରେ ହେବ ସେଲିବ୍ରେସନ ତେବେ ଆଉ କେଇଟା ଦିନ ରହିଲା କିନ୍ତୁ ଏଭଳି ସ୍ଥିତିରେ ପୋଲିସ ପ୍ରଶାସନ ପୁରା ସ୍ଥଗିତ ରହିଛି କୁହାଯାଉଛି ଯେ ଏଥର ରାତି ଅଧରେ ବ୍ଲକିଂ ଚେକିଂ ହେବ ଆଉ ମଦୁଆକୁ କରିବେ ସାବାଡ ବର୍ଷ ଶେଷ ବିଦାୟ ନେବ ଏବଂ ସେଥିପାଇଁ ନାଚିବ ଗୀତ ଗାଇବେ ଏବଂ ମସ୍ତି ମଧ୍ୟ କରିବେ ତା ସହିତ ବିନା ଅନୁମତିରେ କୋଉଠି ଜିରୋ ସେଲିବ୍ରେସନ ହେବ ନାହିଁ ବୋଲି କୁହାଯାଉଛି ଜିରୋ ନାଇଟ୍ ସେଲିବ୍ରେସନ କରିବା ପାଇଁ ହେଲେ ଅନୁମତି ନେବା ଦରକାର ବୋଲି କୁହାଯାଉଛି ତେବେ ଶେଷ ରାତିରେ 8ଟା ବେଳକୁ ହୋଟେଲ ସ୍ୱସ୍ତି ପ୍ରିମିୟମରେ ଚାଣକ୍ୟ ହଲରେ ଆରମ୍ଭ ହେବା ପାଇଁ ଯାଉଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏଇଭଳିଆ ବଡ ବଡ ହୋଟେଲ ଏବଂ ଆପାର୍ଟମେଣ୍ଟ ଏବଂ ଘର ଛାତ ଉପରେ ଚାଲିବ ଆୟୋଜନ ସରକାର ମଧ୍ୟ କହିଛନ୍ତି ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ଯେଉଁମାନେ ମଦ ପିଇ ରାସ୍ତା ଉପରେ ବୁଲିବେ ଆସନ୍ତା 30 ତାରିଖ ମଧ୍ୟରେ ଫସଲ କ୍ଷତି ଆକଳନ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କର ଘୋଷଣା ତେବେ କୁହାଯାଉଛି ଫସଲ କ୍ଷତି ନେଇ ସମୀକ୍ଷା ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିବିଟି ଜରିଆରେ ଚାଷୀଙ୍କୁ ଫସଲ କ୍ଷତିପୂରଣ ପ୍ରଦାନ କରାଯିବ ବୀମା କରିଥିବା ଚାଷୀ ଓ କରିନଥିବା ଚାଷୀ ମଧ୍ୟ ପାଇବେ କ୍ଷତିପୂରଣ ବର୍ତ୍ତମାନ ସୁଦ୍ଧା 1,26,000 ଚାଷୀ ଆବେଦନ କରିସାରିଛନ୍ତି କାଲି ସୁଦ୍ଧା ଅନ୍ୟ ଚାଷୀମାନେ ଆବେଦନ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଟୋଲ ଫ୍ରି ନମ୍ବର ଅଛି 14447 ରେ ଆବେଦନ କରିବାକୁ ଦେଲେ ପରାମର୍ଶ ଏହି ନମ୍ବରକୁ କଲ୍ କରି ନିଜର କ୍ଷୟକ୍ଷତି ଯେତିକି ହେଇଛି ଆବେଦନ ମଧ୍ୟ କରିପାରିବେ ଯାହାଫଳରେ ସରକାରଙ୍କ ତରଫରୁ ମଧ୍ୟ ସହାୟତା ରାଶି ମଧ୍ୟ ପାଇପାରିବେ ତେବେ ଆଉ ଗୋଟେ ବଡ ଖବର ଯାହା ଆପଣମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ ରାଜଧାନୀରେ ଏବେ ଘରେ ବସି ଲୁଟ ଉଦ୍ୟମ ଭଣ୍ଡ ବାବା କିଛି ବ୍ୟାପିଛନ୍ତି ସକାଳୁ ସକାଳୁ ଘର ବୁଲି ଲୁଟ ଉଦ୍ୟମ କରୁଛନ୍ତି ପୋଲିସ ଜିମା ଦେଇଛନ୍ତି ଏବେ ସ୍ଥାନୀୟ ଲୋକେ ଖବର ମୁତାବକ ଶନିବାର ଦିନ ସକାଳୁ ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳ 4 ଜଣ ଭଣ୍ଡ ବାବା ବେଶରେ ବୁଲୁଥିଲେ ପ୍ରତି ଘରେ ପହଞ୍ଚି ଭିକ ମାଗୁଥିଲେ ଆଉ ଘରେ କିଛି କେହି ନଥିବା ବେଳେ ହଠାତ୍ ଘର ଭିତରେ ପଶି ସବୁ କିଛି ଲୁଟି ନେଉଥିଲେ ଏଭଳି ମଧ୍ୟ ପୋଲିସ ଏବେ ହାତରେ ଧରା ପଡିଛନ୍ତି ଏବେ ଏହି ଲୁଟରା ମାନେ ତେବେ ଆଉ ଗୋଟେ ମଧ୍ୟ ବଡ ଖବର ନୂଆ ବର୍ଷରେ ବଦଳୁଛି ଏବେ ସବୁ କିଛି ନିୟମ ତା ସହିତ ମଧ୍ୟ ଶ୍ରୀମନ୍ଦିରରେ ମଧ୍ୟ କିଛି ନୂଆ ପରିବର୍ତ୍ତନ ଦେଖିବାକୁ ମିଳୁଛି ଜନସମୁଦ୍ର ହେବ ପୁରୀ ଏବେଠୁ ଲାଗିଲାଣି ଗହଳି ଚହଳି ଶ୍ରୀମନ୍ଦିର ଠାରୁ ମହୋଦଧି ଏବଂ ବଡଦାଣ୍ଡ ଏବଂ ହୋଟେଲ ଇଣ୍ଡଷ୍ଟ୍ରି ସବୁ ତୟାରୀ ପର୍ଯ୍ୟଟକଙ୍କ ସ୍ୱାଗତ ପାଇଁ ନୂଆ ଓ ନିଆରା ଢଙ୍ଗରେ ହେଲାଣି ସଜେଇ ହେଲାଣି ନୀଳାଚଳ ଧାମ ପ୍ରତିବର୍ଷ ଚଳିତ ବର୍ଷ ପୁରୀକୁ ଅଧିକ ପର୍ଯ୍ୟଟକ ଆଗମନ ହେବାକୁ ସଂକେତ ମଧ୍ୟ ମିଳିଲାଣି ଏଥିପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ଦାୟିତ୍ୱରେ ରହିବେ 60 ପ୍ଲାଟୁନ ଫୋର୍ସ ସିସିଟିଭି ବଳରେ ରହିବ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ଟ୍ରାଫିକ ସୁପରିଚାଳନା ଗୁରୁତ୍ୱ ଦିଆଯାଇଛି ସମୁଦ୍ର କୂଳରେ ଅଘଟଣ ରୋକିବାକୁ ମୁତୟନ ହେବେ ଲାଇଫ ଗାର୍ଡ ତେବେ ଡିସେମ୍ବର 31 ଜାନୁଆରୀ 1 ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ
महंगा पड़िला रिल्स निशा रिल्स करने को स्वामी मना करिबारु ट्रेन आगु डेइले महिला एभली किछि घटना घटछि आपण माने सुनिले मध्ये आश्चर्य हेबे। इंस्टाग्राम रे रील करने को स्वामी मना करथिले आ हठात ट्रेन आगु महिला जन को डेई पड़िथिले। परिवार लोक यह जाने पर शोकर छाया खेली जाइछि। पुलिस मृतदेह को जब्त कर व्यवच्छेद पई तदंत मध्ये आरंभ करछि। एभली घटछि उत्तर प्रदेश रे। खबर मुताबिक 7 मास पूर्व विवाह करथिबा दंपति रिल्स करथिले। तबे रिल्स बनैबार निशा महंगा पड़िछि। लाडोपुर गाँव रहुथुवा सफिक नायक एवं भड़ा घरे रहुथिले। से मध्य अंडा बेपार करथिले। 7 मास पूर्व तांकर बाहागर होइतिला। तेबे स्त्री जनक बारंबार रिल्स करिबार स्वामी जनक बारंबार मध्य मना करथन। विभिन्न प्रकार झगड़ा मध्य लागुचंती। सेपटे स्त्री जनक हठात रागी जाय ट्रेन आगु डेई पड़िथिले जा फल तांकर मध्य मृत्यु होईछि। तेबे कोटी कोटी मोबाइल यूजर बड़ खबर एही लोकों को मिलिबनी सिम सरकार प्रस्तुत कले लिस्ट। तबे देशर कोटी कोटी लोक मोबाइल व्यवहार करुछंती। साइबर ठकेरु मुक्ति पाइबा पई एबे सरकार संपूर्ण प्रस्तुति चलाइछंती। सरकार लोक मानको लिस्ट प्रस्तुत करिबार लागि जेउ मानको पुणी तरे सिम कार्ड किनिबा को दिया जाउची सेमाने सिम कार्ड नियम अनुसार टेलिकम विभाग बा डीओटी कोडा कार्यानुष्ठान ग्रहण करियो बोली कुआ जायछि। संप्रति ट्राइर नूतन नियम अनुसार नकली कॉल एवं मेसेज को रोकिया पई एभली अभियान आरंभ होईछि। रिपोर्ट मुताबिक लक्ष लक्ष मोबाइल नंबर एबे ब्लॉक तेबे कुआ जाउछि एथर रिपोर्ट अनुसार साइबर अपराध को रोकिया पई टेली जोगाजोग विभाग एक ब्लैक लिस्ट प्रस्तुत करिछि जेउ प्रसंग रे कठोर कार्यानुष्ठान ग्रहण करिवे सरकार। तेबे रिपोर्ट अनुसार जेउ माने अन्य नाम रे सिम कार्ड जारी रखिछन्ती किबा जालियात करी मेसेज पठांती सेमानक अवस्था स्थिति एबे खराब हेबा पई जाउछि। सेमानक विरोध रे सरकार कठोर कार्यानुष्ठान नेबे। एही परि उपभोक्ता साइबर सुरक्षा प्रति विपद श्रेणी रे रखा जिवो बोली कुआ जाउछि। 3 वर्ष जाय ब्यान लागू हेबो। एही परि उपभोक्ता ब्लैक लिस्ट सिम धरि सिम कार्ड ब्लॉक करा जिवो। आउरी मध्ये 6 मासरु 3 वर्ष पर्यंत सेमानक नामरे कोनोसी कनेक्शन दिया जिवो नै बोली सरकार मध्ये कहिसंती। राज्य सरकार एबे बड़ घोषणा एणिकी स्कूल पिला को आउ 3 दिन पर 5,000 टंका मिलिबो। स्कूल छात्र छात्री उपकृत हेबे। एने की 3.5 लाख छात्र छात्री जनजाति अनुसूचित जाति को 5,000 टंका जोगाई देबे सरकार बेली घोषणा मध्ये करिसंती। ता सहित ई श्रम कार्ड जहार अछि तांको राशन कार्ड जोगाई देबे सरकार। आउ पंजीकरण करिथिबा दरकार नाही बा राशन कार्ड आवेदन करिथिबा दरकार नाही। सरकार निजे सर्वे करिकि जेउ मानकर ई श्रम कार्ड अछि तांको राशन कार्ड नहीं तांको राशन कार्ड जोगाई देबे सरकार बेली कुआ जाउछि। तेबे ई श्रम कार्ड रे 1 लाख पर्यंत सहायता मध्ये मिलि परिबो। ता सहित लैपटॉप किणा बिकारे एबे केलेंकारी होईछि। तेबे मिशन शक्ति जरिया रे एबे बाहरछि विभिन्न प्रकार केलेंकारी। खोर्धा जिल्लार मिशन शक्ति एमबीके लैपटॉप किणा रे भयंकर दुर्नीति सामना को आछि। लैपटॉप किनिबा आगरु दे जाईछि यूटिलाइजेशन सर्टिफिकेट बा विनियोग प्रमाण पत्र। फेब्रुआरी रे टंका नैथिले जुलाई रे दे जाईछि यूसी कॉपी किंतु आईटीआई रे तथ्य मागिबा पर जणा पडु किणा जाईछि लैपटॉप। बाउला होई बिल बदल देइछन्ति कोटेशन। एपरि कि पुओ पई लैपटॉप किनि देइछन्ति अंडरटेकिंग। सरकार देइछन्ति मुंड पिछा 50,000 टंका। केउंठी बिल होईछि 60,000 टंका केउंठी होईछि 90,000 टंका। एभली स्थिति रे पूर्व सरकार कोन करथले से नै मध्ये तदন্ত चालिबो। नुआ वर्ष रे सरकार तरफ बड़ बेटी एथर आयुष्मान कार्ड मिले पई जाउची। ओडिसा रे 3.5 कोटी लोक उपकृत मध्ये हेबे। पुरुषक पई 5 लाख स्वास्थ्य बीमा महिलाक पई 10 लाख स्वास्थ्य बीमा रहिछि। पूर्व कार्ड रे 957 हॉस्पिटल चिकित्सा सुविधा थिला। आ एबे कार्ड रे देश रे 27,000 रु अधिक मेडिकल चिकित्सित मध्ये सुविधा पाई परिबे। ता सहित जन आरोग्य कार्ड एवं आयुष्मान कार्ड दुईटी जाक मिसी गोटिए बिली सरकार मध्ये कहिसंती। दुई कार्ड रे मध्ये सुविधा पाई परिबे। एने कि मुख्यमंत्री मोहन चरण माझी घोषणा मध्ये करछंती जहा फल गरीब हिताधिकारी टिए उपकृत मध्ये हेबे। ता सहित सुभद्रा योजना को नै कि आउ गोटे मध्ये बड़ खबर एतर सुभद्रा योजना टंका जनवरी मासरे मिले पई जाउची। 20 लाख हिताधिकारी उपकृत मध्ये हेबे। डिसेंबर 25 रे मिलिबार थिला किंतु एको स्थगित रखि जनवरी मासरे नुआ भेटी देबे बेली कि सरकार मध्ये कहिसंती। तबे उपमुख्यमंत्री प्रभाती परिडा सूचना देइछंती सुभद्रा योजनार द्वितीय किस्ती मार्च 8 तारिख बा महिला दिवस दिन आसीबो। कॉलेज पिलांक मध्ये सुभद्रा टंका मिलिबो। जे मानकर बयस मार्च 8 तारिख पूर्व 21 वर्ष होइतिबो सेमाने चाहिले सुभद्रा टंका पई आवेदन करि परिबे एवं सुभद्रा टंका मध्ये पाई परिबे। तबे जे मानकर एबे 1 टंका लेखा जाईछि किछि लोकंकु सेमानकु मध्ये सुभद्रा टंका मिलिबो। 5,67,000 फॉर्म सब बायोमेट्रिक पेंडिंग थिला तुरंत बायोमेट्रिक करि दंतु बेली उपमुख्यमंत्री प्रभाती परिडा मध्ये सूचना दैछंती। तबे भत्ता टंका को नै कि आसला बड़ खबर सरकार प्रतिश्रुति मुताबिक सब किछि पूर्ण करूछंती। निर्वाचन पूर्व बिजेडी सरकार भत्ता तालिका रे 4,13,000 नुआ हिताधिकारी को शामिल करथिले। मासिक भत्ता राशि रे 500 टंका वृद्धि करथिले अर्थात 500 रु बडी 1,000 टंका होइतिला। राज्य रे सरकार बदलवा पर बीजेपी सरकार आसरे भत्ता राशि वृद्धि करिसंती। नुआ सरकार प्रथम बजेट रे वार्षिक भत्ता एवं भिन्नक्षम भत्ता राशि को 3,500 टंका वृद्धि करायछि। तेबे कुआ जाउछि एथर
ଏଥର 3,500 ଟଙ୍କା ନୂତନ ବା ଜାନୁଆରୀ ମାସରେ ମିଳିବ ବୋଲି କୁହାଯାଉଛି। ନୂଆ ବର୍ଷରେ ସାଧାରଣ ପରିବାର ଲୋକଙ୍କୁ ବିଜୁଳି ଟେନସନ କୁହାଯାଉଛି ଯେ ଏଥର ବିଜୁଳି ରେଟ୍ ବଢିବ। ସବୁ ରେଟ୍ ତେଲ ଡାଲି ଲୁଣ ଏବଂ ସବୁ ରେଟ୍ ବଢିଲାଣି। ଏବେ ବିଜୁଳି ମଧ୍ୟ ବଢିବ ଯାହା ସାଧାରଣ ପରିବାର ଉପରେ ସିଧା ପ୍ରଭାବ ପକାଇବ। କୁହାଯାଉଛି ୟୁନିଟ ପିଛା 54 ପଇସା ବୃଦ୍ଧି ପାଇବ ବୋଲିକି ବିଜୁଳି ରେଟ୍ କୁହାଯାଉଛି। ଏଥର ପଥ ଉତ୍ସବ ମଧ୍ୟ ହେବ ନାହିଁ। ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇକି ଘୋଷଣା ମଧ୍ୟ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗ ପରେ ଏବେ 7 ଦିନ ଯାକ ପାଳନ କରୁଛି ଶୋକ ଦିବସ। ତେଣୁ ଏଥର ପଥ ଉତ୍ସବ ବନ୍ଦ ମଧ୍ୟ କରାଯାଇଛି। ଆର ତାରିଖକୁ ପଥ ଉତ୍ସବ ହେବ ବୋଲି କୁହାଯାଉଛି। ପ୍ରବାସୀ ଭାରତୀୟ ଦିବସ ମଧ୍ୟ ଅଛି, ସେ ନେଇକି ମଧ୍ୟ ବଡ଼ ବଡ଼ ଶିଳ୍ପପତି ଏବଂ ବାହାରୁ ମଧ୍ୟ ଆସିବେ, ଯାହାଫଳରେ ପଥ ଉତ୍ସବ ହେବ। କିନ୍ତୁ ଏବେ 7 ଦିନ ପର୍ଯ୍ୟନ୍ତ କୌଣସି ପ୍ରକାର କାର୍ଯ୍ୟକ୍ରମ ହେବ ନାହିଁ, ଯାହା ଶୋକ ଦିବସ ଏବେ ପାଳନ କରୁଛନ୍ତି। ତେବେ ଆଉ 2 ଦିନ ପରେ ପୁଣି ସୋମବାର ଦିନ ଜନ ଅଭିଯୋଗ ଶୁଣାଣି ହେବ। ପୂର୍ବ ସୋମବାରରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା, କିନ୍ତୁ ଏହି ସୋମବାର ଦିନ ଏଥର ଜନ ଅଭିଯୋଗ ଶୁଣାଣି ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। 25 ତାରିଖରେ ଯେଉଁମାନେ ପଞ୍ଜୀକରଣ କରିଥିଲେ ସେ ନିଜର ଡକୁମେଣ୍ଟ ବା ନିଜର କିଛି ପରିଚୟ ପତ୍ର ଧରି ୟୁନିଟ୍ 5 ସ୍ଥିତ ଭୁବନେଶ୍ୱରରେ ଆସି ପହଞ୍ଚିବେ ଆଉ ନିଜର ସମସ୍ୟାର ମଧ୍ୟ ସମାଧାନ କରିବେ, ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି। ଟ୍ରାଇ ପକ୍ଷରୁ ନିର୍ଦ୍ଦେଶ ଜାରି ରହିଛି ଯେ ସବୁ ଟେଲିକମ୍ରେ ବଜାଇବେ କଲର ଟ୍ୟୁନ୍। ସାଇବର କ୍ରାଇମକୁ ରୋକିବା ପାଇଁ ଏବେ କଲର ଟ୍ୟୁନ୍ ବାଜିବ, ଯାହାଫଳରେ ଲୋକଙ୍କୁ ମଧ୍ୟ ସତର୍କ କରାଯିବ। ଯଦି ଆପଣଙ୍କ ସହିତ କିଛି ସାଇବର କ୍ରାଇମ ହେଉଛି ବା ଲୋକ ଠକେଇ କରୁଛନ୍ତି ବା ଯେକୌଣସି ପ୍ରକାର ଆପଣଙ୍କୁ କଲ୍ ଆସି ହେଉଛି, ଆପଣ ତୁରନ୍ତ 1930 କଲ୍ କରି କମ୍ପ୍ଲେନ୍ ଜଣାନ୍ତୁ, ଯାହାଫଳରେ ତୁରନ୍ତ ଆକ୍ସନ ନେବେ ସାଇବର ପୋଲିସ। ମହାପ୍ରଭୁଙ୍କର ରତ୍ନ ଭଣ୍ଡାର କାମ ଚାଲିଛି। ପ୍ରତିଦିନ 5 ଘଣ୍ଟା କାମ ଚାଲିଛି ବୋଲି କୁହାଯାଉଛି। ଏଥର ମହାପ୍ରଭୁଙ୍କର ରତ୍ନ ଭଣ୍ଡାର ଗଣତି ମଣତି କାର୍ଯ୍ୟ କୁଶଳୀ କାରିଗର ମାନେ ସମ୍ପାଦନ କରିବେ ବୋଲି ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି। ତେବେ ଶ୍ରୀମନ୍ଦିରରେ ଗଚ୍ଛିତ ଥିବା ମହାପ୍ରଭୁଙ୍କର ରତ୍ନ ଗୁଡ଼ିକର ଗଣତି ମଣତି କାର୍ଯ୍ୟ ରାଜ୍ୟର କୁଶଳୀ କାରିଗର ମାନେ ସମ୍ପାଦନ କରିପାରିବେ ବୋଲି ଆଶା ପୋଷଣ କରିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ। ଏବେ ଭଣ୍ଡାର ମରାମତି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି, ଯାହା ହୁଏତ ନିର୍ଦ୍ଦିଷ୍ଟ ସମୟରେ ଶେଷ ହୋଇପାରେ, କିନ୍ତୁ ଗଣତି ମଣତି ପାଇଁ ଧୈର୍ଯ୍ୟ ରଖିବାକୁ ହେବା ଜଷ୍ଟିସ ରଥ କହିଛନ୍ତି। ଯେହେତୁ ଅନେକ ଦୁର୍ମୂଲ୍ୟ ଏବଂ ପୁରୁଣା ଯୁଗର ରତ୍ନ ସବୁ ରହିଛି, ସେସବୁକୁ ଚିହ୍ନିବା ତାର ସଠିକ ରକ୍ଷଣାବେକ୍ଷଣ କରିବା ସମୟ ଲାଗିପାରେ। ତେବେ ରାଜ୍ୟରେ ଅନେକ କୁଶଳୀ ତଥା ଅନୁଭବୀ କାରିଗର ଅଛନ୍ତି, ଯେଉଁମାନଙ୍କ ସହାୟତାରେ ଏହି କାର୍ଯ୍ୟ ସମ୍ପାଦନ ହେବ ବୋଲି କୁହାଯାଉଛି। খুচুরা ବଜାରରେ କମୁନି ଆଳୁ ପିଆଜ ଦର। ଏମ୍ଆଇଙ୍କ ସଲା ସୂତ୍ରରେ ଚାଲିଛି ଶୋଷଣ। ତେବେ ପାଇକାରୀ ବଜାରରେ ଦୀର୍ଘ ଦିନ ହେଲାଣି ଆଳୁ ପିଆଜ ଦର ସ୍ଥିର ରହିଛି। ସବୁଆଡେ ଏବେ ଆଳୁ ପିଆଜ ଦର ବଢି ଚାଲିଛି। କିଛି କୋଉଠି ତ ପିଆଜ 40 ଟଙ୍କା ଥିବା ବେଳେ କେଉଁଠି ପିଆଜ 50 ଟଙ୍କା। ଖୋଦ୍ ରାଜଧାନୀରେ ଯଦି ଏଭଳି ହେଉଛି, ତାହେଲେ ଗ୍ରାମାଞ୍ଚଳରେ କଣ ନ ହଉଥିବ ସେ ନେଇକି ମଧ୍ୟ ସୂଚନା ମିଳିଛି। ଆଳୁର ଆମଦାନୀକୁ ନେଇ ପୂର୍ବରୁ ଅସ୍ଥିରତା ଲାଗି ରହିଥିଲା, ଏହା ପରେ ମଧ୍ୟ ଆଳୁର ରେଟ୍ କମୁନାହିଁ। ଆଳୁ ଏବେ 45ରୁ 50 ଟଙ୍କା ବିକ୍ରି ହେଉଛି, କୋଉଠି କୋଉଠି ତ 40 ଟଙ୍କା ବିକ୍ରି ହେଉଛି। କିନ୍ତୁ କୁହାଯାଉଛି ଯେ ଆଳୁ ପିଆଜ ମିଶନ ସରକାର ମଧ୍ୟ କରିଥିଲେ, ଆଳୁ ବିହନ ମଧ୍ୟ ଆଣିଥିଲେ। ଏବେ ଆଳୁ ମଧ୍ୟ ଓଡ଼ିଶାରେ ଚାଷ ହେବ, ଯାହାଫଳରେ ଆଳୁ ରେଟ୍ ମଧ୍ୟ କମିବ। କିନ୍ତୁ ଆଳୁ ପିଆଜ ମିଶନକୁ ଏବେ ନେଇ ଚିନ୍ତା କରିଛନ୍ତି ଏବଂ ସାଧାରଣ ଲୋକେ ମଧ୍ୟ କହିଛନ୍ତି ଆଳୁ ପିଆଜ ମିଶନ କୁଆଡେ ଗଲା, ଏପର୍ଯ୍ୟନ୍ତ ଆଳୁ ପିଆଜ ରେଟ୍ କମୁନାହିଁ କାହିଁକି? ଜାପାନରୁ ଏକ ବଡ଼ ଖବର ଆସିଛି, ଚୀନ ପର୍ଯ୍ୟନ୍ତ ଜନ୍ମହାର ହ୍ରାସ ପାଉଛି, ବୃଦ୍ଧ ବୃଦ୍ଧାଙ୍କର ବୃଦ୍ଧି ପାଉଛି। ସେଇଥିପାଇଁ କି କାର୍ଯ୍ୟରତ ଯୁବକଙ୍କର ଅଭାବ ମଧ୍ୟ ଦେଖାଯାଉଛି। ଦେଶକୁ ପିଲାମାନଙ୍କୁ ଜନ୍ମ ପାଇଁ ଏବେ ବିଭିନ୍ନ ପ୍ରକାର ଆହ୍ୱାନ ମଧ୍ୟ ଦିଆଯାଉଛି। ତା ସହିତ ମଧ୍ୟ ଏବେ ଲ ପାଠ ମଧ୍ୟ ପଢାଯାଉଛି ଜାପାନରେ। ରୁଷ ନିଜର ନାଗରିକ ମାନଙ୍କୁ ଅନ୍ୟାନ୍ୟ ଅଫର ମଧ୍ୟ ଦେଇଛି। ପଶ୍ଚିମ ରୁଷର ନିଜନି ଏବଂ ଓବ୍ଲାଷ୍ଟ ପ୍ରଦେଶର ଯୁବକମାନଙ୍କୁ ପ୍ରତ୍ୟେକ 4ଟି ସନ୍ତାନ କରିବା ପାଇଁ ନିବେଦନ ମଧ୍ୟ କରିଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ସରକାର ପ୍ରତ୍ୟେକ ପିଲାକୁ 8 ଲକ୍ଷ ଟଙ୍କା ମଧ୍ୟ ଦେବେ। ଏ ନେଇକି ସରକାର ତରଫରୁ ମଧ୍ୟ ଦାବି ରହିଛି। ତେଣୁ ବୃଦ୍ଧ ଏବଂ ବୃଦ୍ଧାଙ୍କର ଅଧିକ ବୃଦ୍ଧି ପାଇବା ଯୋଗୁଁ ଯୁବକମାନେ ହ୍ରାସ ପାଉଛନ୍ତି, ସେ ନେଇକି ଏବେ ଘୋଷଣା ମଧ୍ୟ କରାଯାଇଛି। 2 ଦିନର ବିରତି ପରେ ପୁଣି ରାଜ୍ୟରେ ବର୍ଷା ଦେଖିବାର ସମ୍ଭାବନା ରହିଛି। ଆଜି ଆସନ୍ତାକାଲି ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନ ସୂଚନା ଦେଇଛି। କୁହାଯାଉଛି ସୁନ୍ଦରଗଡ଼, କେଉଁଝର, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡିରେ ବର୍ଷା ହେବ ବୋଲି କୁହାଯାଉଛି। ଆସନ୍ତା 30 ତାରିଖ ବେଳକୁ ତାପମାତ୍ରା ବୃଦ୍ଧି ପାଇବା ସହିତ ଶୀତ ପ୍ରକୋପ ବଢ଼ିବ ବୋଲି କୁହାଯାଉଛି।